ନମସ୍କାର, ଜୟ ଜଗନ୍ନାଥ। ଲିମା ସାହୁ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆଜି ହେଉଛି ପବିତ୍ର ଗର୍ଭଣା ସଂକ୍ରାନ୍ତି। ଏହି ପବିତ୍ର ଗର୍ଭଣା ସଂକ୍ରାନ୍ତିରେ ଆପଣ ସମସ୍ତଙ୍କୁ ସଂକ୍ରାନ୍ତିର ଅଭିନନ୍ଦନ, ଶୁଭକାମନା। ଆଜି ସକାଳୁ ସକାଳୁ ମା ଆଉ ମୁଁ ମିଶି ମାଖନ ତଳିବା ପାଇଁ ଗଲୁ। ବଡ଼ ମାଖନ ଗୋଟେ ଦେଖି ପାଚିଲା ମାଖନ ଗୋଟେ ତଳିଲୁ ଗର୍ଭଣା ଘାଣ୍ଟ ପାଇଁ। ଆମପଟ ସାଇଡ଼ରେ ଗର୍ଭଣା ସଂକ୍ରାନ୍ତିରେ ସବୁ ପରିବା ମିଶିକି 21 ପ୍ରକାର ସାଧାରଣତଃ ପଡ଼ିଥାଏ। ଆପଣ ଚାହିଁଲେ ଅଧିକା ପକେଇ ପାରିବେ। ବହୁତ ସାରା ପନିପରିବା ପଡ଼ିକି ଗୋଟେ ବଡ଼ ହାଣ୍ଡିରେ ତରକାରୀ ହୋଇଥାଏ। ବହୁତ ସୁନ୍ଦର ସୁନ୍ଦର ମାଖନ ଫୁଲ ମଧ୍ୟ ହେଇଥିଲା। ମା କିଛି ଫୁଲ ତଳିଲେ ତାକୁ ଆମେ ଭଜା କରିବୁ। ଆଉ କିଛି କଷି ମାଖନ ମଧ୍ୟ ପଡ଼ିଥିଲା ଆଉ ଛୋଟ ଛୋଟ ହୋଇଥିଲା ଆଉ ପାଚିଲା ମଧ୍ୟ ମାଖନ ହୋଇଥିଲା। ତାପରେ ମାଖନକୁ ଧରିକି ଆସିଲୁ। ମୋ ସାନ ଦିଅର ମାଖନ ସବୁକୁ ଖଣ୍ଡ ଖଣ୍ଡ କରିକି କାଟି ନେଲେ। ତାପରେ ମୁଁ ସବୁ ପରିବା କାଟିକି ସଜାଡ଼ିକି ରଖିନେଲି। ଏଇ ଦେଖନ୍ତୁ ମୁଁ ସବୁ କାଟିକି ରଖି ନେଇଛି ଆଗରୁ। ତାପରେ ଚୁଲି ବସେଇ ବଡ଼ ଗୋଟେ ଡେକ୍ଚିରେ ଏ ତରକାରୀ ସାଧାରଣତଃ ବଡ଼ ଡେକ୍ଚିରେ ହୋଇଥାଏ, କାରଣ କଡ଼େଇରେ ଏତେ ସାରା ପନିପରିବା, ସେଥିପାଇଁ କଡ଼େଇରେ କିଛି ଧରିବ ନାହିଁ। ବଡ଼ ଡେକ୍ଚିରେ ତରକାରୀ ରାନ୍ଧିବାକୁ ପଡ଼ିଥାଏ। ମା ତାକୁ ଭଲ ଭାବରେ ବଡ଼ ଗୋଟେ ଚଟୁରେ ଏମିତି ଚଲେଇକି ତରକାରୀ କରିଦେଲେ। ମିଶିକି କଲୁ। ତରକାରୀ ହେଇଗଲା ରେଡ଼ି। ତାପରେ ଆମ ଘରକୁ ବାବା ଜଣେ ଆସିଥିଲେ। ଆମ ଅଲେଖ ମହିମା ଦୀକ୍ଷା ନେଇଥିବା ଜଣେ ବାବା ଜଣେ ଆସିଥିଲେ। ତାଙ୍କୁ ମୁଁ ଯେତେବେଳେ ଖାଇବା ପାଇଁ ଡାକିଲି, ଦେଖିଲି ସେ କଦଳୀ ପତ୍ର ଆଣିକି ସେଥିରେ ସେ ଖଲି ଆଉ ଚୌପତି ସିଲେଇ କରୁଛନ୍ତି। ସେ ଆଗକାଳ ଲୋକ ହେଲେ ମଧ୍ୟ ଦେଖନ୍ତୁ କେତେ ସୁନ୍ଦର ଭାବରେ ଖଲି ଆଉ ଚୌପତି ସିଲେଇ କରୁଛନ୍ତି। କାରଣ ସେ ପ୍ରେସ୍ ଖଲି, ଆଜିକାଲି ତ ସମସ୍ତଙ୍କ ଘରେ ପ୍ରେସ୍ ଖଲି ଚୌପତି ଥାଏ। ସେ ପ୍ରେସ୍ ଖଲି ଆଉ ଚୌପତିରେ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ସେ ଯେବେ ଆସିଲେ ମଧ୍ୟ ନିଜେ କଦଳୀପତ୍ର ତଳିକି ଆଣିକି ନିଜେ ଖଲି ଆଉ ଚୌପତି ତିଆରି କରିବେ। ତାପରେ ସେ ନିଜେ ଖାଇବେ। ଆପଣ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। ଆଉ ଯଦି ଭିଡ଼ିଓଟାରେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ଆଉ ଭଲ ଲାଗିଲେ ଲାଇକ୍ ମଧ୍ୟ କରିନିଅନ୍ତୁ। ତାପରେ ଦେଖନ୍ତୁ ବାବା କେମିତି ସିଲେଇ କରୁଛନ୍ତି। ବାଉଁଶର କମି, ଆମେ ତ କମି କହିଥାଉ, ଆପଣଙ୍କ ଆଡ଼େ କ'ଣ କୁହନ୍ତି ନିଶ୍ଚୟ କମେଣ୍ଟରେ ଜଣେଇବେ। ସେ କମିରେ 2ଟା ପତ୍ର ରଖିକି ତଳେ ଉପରେ କେମିତି ସିଲେଇ କରୁଛନ୍ତି ଦେଖନ୍ତୁ। ସିଲେଇ ହେଇଗଲା। ବାବା ନିଜେ ଧୋଇବେ। କିଏ ଧୋଇଲେ ମଧ୍ୟ ସେ ପସନ୍ଦ କରନ୍ତିନି। ତାଙ୍କୁ ପାଣି ଦିଆଯାଇଥାଏ ଢାଳରେ ଆଉ ବାଲ୍ଟିରେ। ସେ ନିଜେ ଧୋଇକି ତାକୁ ପରିଷ୍କାର ଭାବରେ ଧୋଇକି ସେ ଖାଆନ୍ତି। ଆପଣଙ୍କ ଆଡ଼େ ଗର୍ଭଣା ଘାଣ୍ଟକୁ ଆଉ କ'ଣ କୁହନ୍ତି, କିମ୍ବା ଗର୍ଭଣାରେ ଆଉ କ'ଣ କ'ଣ କରନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ। ଆମ ଆଡ଼େ ତ ଘାଣ୍ଟ ହିଁ କରାଯାଏ। ସବୁ ପନିପରିବା ଦେଇକି ଘାଣ୍ଟ କରାଯାଏ। ଆଉ ଆପଣଙ୍କ ଆଡ଼େ କ'ଣ କରାଯାଏ ନିଶ୍ଚୟ କହିବେ। ବାବା ବସି ପଡ଼ିଲେ, ମୁଁ ଯାଇକି ତାଙ୍କୁ ଖାଇବା ପରସି ଦେଲି। ତାପରେ ସିଏ ଖାଇ ବସିଲେ।